भाई भौणीଙ୍କର ବୁଲାବୁଲି ସହିତ ମଜାମସ୍ତି ମୋତେ ତ ଦେଖିକି ବହୁତ ଖୁସି ଲାଗୁଛି, ଯାହାକି ସେ ଅଳ୍ପ ମୁହୂର୍ତ୍ତ ପାଇଁ। କାହିଁକିନା ଆଉ 2-4 ଦିନ ପରେ ହଷ୍ଟେଲ ଖୋଲା ହେଇଗଲେ ମୋ ପୁଅ ପଳେଇବ, ମୋ ଝିଅ ପୁଣି ଯେଉଁ ଏକାକୁ ସେ ଏକା ହେଇଯିବ। ତ ଏମିତି ତାଙ୍କର ଖୁସି ଦେଖିକି ମୋତେ ବି ବହୁତ ଖୁସି ଲାଗେ। ତା ଭିତରେ ଭାଇ ଭଉଣୀଙ୍କର ଖେଳ ମଜା ଭିତରେ ମୁଁ ବି ଚାଲିଗଲି ରୋଷେଇ ବନେଇବା ପାଇଁ। ଯେହେତୁ ଏବେ ଆମର ଗ୍ୟାସ୍ ନାହିଁ, ଚୁଲିରେ ସବୁ ରୋଷେଇ ହେଉଛି, ତ ମୁଁ ବାହାରି ପଡ଼ିଲି ସେଠିକି। ଆଜି ଯେହେତୁ ଥିଲା ବୁଧବାର, ଦେନ୍ ମୁଁ ଏଠି ଆଜି ମାଛ ଝୋଳ ବନାଉଛି। ମାଛ ଝୋଳ ମୋର ବନାବନି ସରିବା ଭିତରେ ଏପଟେ ଆମ ମଝିଆନ୍ତି କହିଲେ ସବୁଦିନ ମାଛ କରୁଛୁ, ଆଉ ତ କେତେବେଳେ ଶୁଖୁଆ ଖାଇ ହେଉନି, ଶୁଖୁଆ ଡବା ପୁରା ଭର୍ତ୍ତି ହେଇଯାଇଛି, ତ ଆଜି ଟିକେ ଶୁଖୁଆ ବନେଇଦେଲୁ, ବେସର ଟିକେ ବଳିଛି। ମୁଁ କହିଲି ହଉ ଠିକ୍ ଅଛି। ପ୍ରଥମେ କ'ଣ କଲି, କଡ଼େଇରେ କିଛି ତେଲ ଦେଇଦେଲି ଗରମ ହେବା ପାଇଁ। ଦେନ୍ ସେ ଶୁଖୁଆକୁ ପ୍ରଥମେ ଭାଜିକି ମୁଁ କାଢ଼ି ନେଇଛି, ଯାହାକି ଆପଣମାନଙ୍କ ସହିତ ଦେଖେନି। ଦେନ୍ ସେଇ କଡ଼େଇରେ ଆଉ କିଛି ତେଲ ଦେଲି। ଏପଟେ ଟମାଟୋରେ ହଳଦୀ ଗୁଣ୍ଡ, ଲଙ୍କା, ସ୍ୱାଦ ଅନୁସାରେ ଲୁଣ ଦେଇକି ତାକୁ କିଛି ସମୟ ପାଇଁ କଷିବା, ଯାହାକି ତାର କଲର୍ଟା ଏତେ ସୁନ୍ଦର ଆସିବ, ଆଉ ତା ସହିତ ଫ୍ଲେଭର ବି ମଧ୍ୟ ବହୁତ ଭଲ। ଏପଟେ ଯେଉଁ ବାଟଣଟା ଦେଇଛି, ଏଥିରେ କଖାରୁ ମଞ୍ଜି ବା ବୋଇତାଳୁ ମଞ୍ଜି, ତା ସହିତ ଜିରା, ସୋରିଷ ଆଉ ଦେଇଦେଇଛି ଏଠି କଞ୍ଚା ଲଙ୍କାର ବଟା ଦେଇକି ତାକୁ ଟିକେ କିଛି ସମୟ କଷି ସାରିଲା ପରେ ଏପଟେ ପୋଇ ନାଡ଼ି, ଆଳୁ, ତା ସହିତ ସାରୁ, କଣ୍ଟାଫଳ ତାକୁ କାଟିକି ରଖିଥିଲି ଦେଇଦେଲି। କିଛି ପାଣି ଦେଇଦେଇକି ତାକୁ କଷିଦେବା କିଛି ସମୟ ପାଇଁ। କଷି ସାରିଲା ପରେ ଏଠି ଦେଖନ୍ତୁ ଶୁଖୁଆକୁ ମୁଁ ଭାଜିକି ଦେଖୁଛି ପୁରା ଖଡ଼ଖଡ଼ ହେଇଛି। ମୋତେ ଏ ଶୁଖୁଆଟା ରସୁଣ ଲଙ୍କା ଦଳିକି ସାଇଡ଼୍ରେ ଖାଇଲେ ମୋତେ ବହୁତ ହି ବଢ଼ିଆ ଲାଗେ। ତ ଆପଣମାନେ ବି ବିଶ୍ୱାସ କରିବେନି, ମାନେ କହିଲା ବେଳକୁ ପାଟିରେ ପୁରା ଲାଳ ଅଛି। ତା ଭିତରେ ମୋର ତରକାରୀ ବି ବଢ଼ିଆ ସେ ସିଝିଗଲାଣି। ପୋଇପତ୍ରକୁ କାଟିକି ରଖିଥିଲି, ତାକୁ ସବୁ ଦେଇଦେଲି। ଦେଇସାରି ତାକୁ ଆମେ 2-3 ମିନିଟ୍ ଏମିତି ପୁରା ଏପଟ ସେପଟ କରିବା। ପୋଇ ଶାଗଟା ବିଲକୁଲ ବି ବେଶୀ ସିଝେଇବେନି, ନହେଲେ ତରକାରୀ ବିଲକୁଲ ବି ଭଲ ଲାଗେନି। ଆଉ ପୋଇ ଶାଗଟା ଟିକେ ଟିକେ କଞ୍ଚାଳିଆ ଟାଇପ୍ର, ମାନେ କ୍ରଞ୍ଚି ଟାଇପ୍ର ଥିବ, ସେ ସେଇଥିରେ ହିଁ ସିଝିଯିବ ଆଉ ଆଖିକି ମଧ୍ୟ ବହୁତ ସୁନ୍ଦର ଦେଖାଯିବ। ତା ଭିତରେ ସିଝି ସୁଝା ଗଲା ପରେ ଯେଉଁ ଶୁଖୁଆକୁ ଭାଜିଥିଲି, ମୁଁ ତାକୁ କିଛି ପକେଇ ନେଲି, ଆଉ କିଛି ମୋ ପାଇଁ ରଖିନେଲି। ଯେମିତି କହିଲିନି କି ନା ଶୁଖୁଆ, ଏମିତି ଶୁଖୁଆରେ ରସୁଣ ଲଙ୍କା ଦଳିକି ଖାଇବାର ମଜା କିଛି ଅଲଗା। ତ ଏପଟେ ମୋର ଶୁଖୁଆ ତରକାରୀ ରେଡ଼ି ହେଇଗଲା। ଆପଣମାନେ